ସେଦିନ ଥିଲା ମୋ ଦାନ୍ତ କାମର ଶେଷ ଦିନ। ଆପଣମାନେ ଜାଣିଛନ୍ତି ଦୀର୍ଘ ଦିନ ହେଲା ମୁଁ କଟକ ଦୌଡ଼ାଦୌଡ଼ି କରିଛି ମୋର ଦାନ୍ତ କାମ ପାଇଁ। ଶେଷ ଦିନ ଥିବାରୁ ମୁଁ ବହୁତ ଖୁସି ଥିଲି। ଆଉ ଇଏ ବି ମୋତେ ଥଟ୍ଟା କରୁଥିଲେ, କହିଲେ ମୁଁ ଏମିତି କଷ୍ଟ କରିକି ଦାନ୍ତ କାମ କରେଇ ପାରିବିନି, ମୋ ଦାନ୍ତ ସବୁ ଝଡ଼ିଯିବ। ତମେ ତ ଦାନ୍ତ ଲଗେଇ ଦେଇକି ଆସିଲ, ତମର ଆଉ ମଲା ଯାଏଁ ପାକୁଆ ହେବାର ନାହିଁ। ବହୁତ ଖୁସିରେ ମୁଁ ଘରୁ ବାହାରିଲି। ହେଲେ ସେଇ ପୂର୍ବଦିନ ମୁଁ ରାତିରେ କିଛି ପିଠା କରିଥିଲି। ଆଉ ପିଠାକୁ ସବୁ ଲିପି ପ୍ୟାକେଟ୍ କରିଦେଇଥିଲା। ଆପଣମାନେ ଜାଣିନାହାନ୍ତି, ମୋର ଯେତେବେଳେ ୟୁଟ୍ୟୁବ୍ ନଥିଲା କୋଭିଡ଼ ପୂର୍ବରୁ ମୁଁ 2 ଜଣ ପିଲା ରଖିକି ଆରିସା ପିଠା କରିବାର ଯୋଜନା ସବୁ କରିଥିଲି। ଗୋଟେ ଢିଙ୍କି ବନେଇଥିଲି, ଆଉ ଭାବିଥିଲି ବିଭିନ୍ନ ମନ୍ଦିରକୁ ଭୋଗ ଯେଉଁଠି ଚାହିଁବେ ପିଠା ଯୋଗେଇବି। କିନ୍ତୁ ସେଇଟା ବୋଧେ ମୋର ହେବାର ନଥିଲା, ପିଲାମାନଙ୍କର ବି ଆଦୌ ଇଚ୍ଛା ନଥିଲା, କାହିଁକିନା ଏଠି ଟିକେ ବହୁତ ପରିଶ୍ରମ କାମ। ଆଉ ପାଗଟା ଯିଏ କରୁଛି ତାକୁ ହିଁ ତ କରିବାକୁ ପଡ଼ିବ, ଅନ୍ୟ ପିଲାଙ୍କୁ ଶିଖିବାକୁ ସମୟ ନେବ। ଯାହା ବି ହେଉ ସେ ଯୋଜନା କୋଭିଡ଼ରେ ବନ୍ଦ ହେଇଯାଇଥିଲା। ହେଲେ ମୁଁ ତ ସବୁ ଆୟୋଜନ କରିଥିଲି ନା। ମୋ ପାଖେ ବହୁତ ବଳକା ଜରି ଆଉ ଜରିକୁ ସିଲ୍ କରିବାର ମେସିନ୍ଟା ଥିଲା। ଭାବିଲି ଏଇଟା ଆପଣମାନଙ୍କୁ ଦେଖେଇଦେବି ଆଉ କହିଦେବି। ବାହାରିବା ପୂର୍ବ ଯାଏଁ ତ ମୁଁ ବହୁତ ଖୁସି ଥିଲି, ଏମିତିକି ଭୁବନେଶ୍ୱର ଛାଡ଼ିବା ଯାଏଁ ବି ଖୁସି ଥିଲି। କିନ୍ତୁ ହଂସପାଳ ପାଖରେ ମୋର ସେ ଖୁସି ମଉଳି ଯାଇଥିଲା। କାହିଁକି ମଉଳିଥିଲା ସେଇଟା ତ କାହାରିକୁ କହିନି। ଆପଣମାନଙ୍କୁ ବି ଏଇନା କାହିଁକି କହିବି? ଯେତେବେଳେ ସମସ୍ତଙ୍କୁ କହିବି ଆପଣମାନେ ବି ସେତେବେଳେ ଶୁଣିବେ। ମୁଁ ସବୁ ଜିନିଷ ରେଡ଼ି କରି ବାହାରିଲି। ଲିପି ପିଲାଦିଙ୍କୁ ଧରି କଟକ ଯାଇଥିଲା। ମୋର ଯୋଜନା ଥିଲା ମୁଁ 11:30 ସୁଦ୍ଧା ଲିପି ପାଖେ ପହଞ୍ଚିବି, ତା ପାଖେ ଖାଇବି, 1.5 ଘଣ୍ଟା ପିଲାଙ୍କ ପାଖେ ରହିବି। 2ଟା ପୂର୍ବରୁ ମୋର ଦାନ୍ତ ଡାକ୍ତରଙ୍କ ପାଖରେ ପହଞ୍ଚିବା କଥା। ବାବାଇ ମୋତେ ନେଇ ପହଞ୍ଚେଇ ଦେବ, ନହେଲେ ମୁଁ ସେଇଠୁ ଅଟୋରେ ପଳେଇବି। କିନ୍ତୁ ମୋର ଏ ବେଗ୍ ଦେଖିକି ପୁଅ କହିଲା, ନା ତୁ ଆଜି ବସ୍ରେ ଯାନା, ମୁଁ ତୋତେ ଡ୍ରପ୍ କରିଦେବି। ମୁଁ ବି ଗତ ଥର ଫୋନ୍ ହଜାଇଥିବାରୁ ମୋ ମନରେ ବି ଟିକେ ଦକା ଥିଲା। ଆଜି ଟିକେ ଜିନିଷ ଅଧିକା। ସବୁଥର ତ ଫାଇଲ୍ଟିଏ ଧରି ଯାଏ ଯେ ସେଥିରେ ଫୋନ୍ ଟିକେ ଫୋପାଡ଼ି ଦେଇଥିଲି। ଆଜି 2ଟା ବେଗ୍ ଧରି ଗାଡ଼ିରେ ଚଢ଼ିଲାବେଳକୁ ନିଜେ ଯଦି ଗଳି ପଡ଼ିବି, ମୁଁ ତାକୁ ବିରୋଧ ନ କରି ତା କଥାରେ ବାହାରି ଯାଇଥିଲି। ହେଲେ ବାଟରେ ବହୁତ କିଛି ଘଟିଗଲା। ଠିକ୍ ସମୟରେ ମୁଁ ଆଉ ପିଲାଙ୍କ ପାଖେ ପହଞ୍ଚି ପାରିଲିନି। ସେଠି ପହଞ୍ଚିଲା ବେଳକୁ 1 ବାଜି ଯାଇଥିଲା। ଲିପି ରୋଷେଇ ସାରିଥିଲା, ଆଉ ବାରମ୍ବାର ମୋତେ ଫୋନ୍ କରୁଥିଲା, ବୋଉ କାହିଁକି ଡେରି ହେଉଛି। ଆମେ ବାଟରେ ଗହଳି ଅଛି କହି କଥାଟାକୁ ଟାଳି ଦେଉଥିଲୁ। ପିଲାମାନଙ୍କ ସାଙ୍ଗେ ମୁଁ କିଛି ସମୟ ମିଶିଲି। ତା ଘରେ ଗୋଟିଏ ଥାଳିରେ ସବୁଥିରୁ ଟିକେ ଟିକେ ନେଇ ଖାଇଦେଲି। ଲିପି ଅବଶ୍ୟ ଜାଣିଛି ମୁଁ କମ୍ ଖାଏ, ହେଲେ ଆଜି ମୁଁ ବହୁତ କମ୍ ଖାଉଥିଲି। କାହିଁକି ଜାଣିଛନ୍ତି ନା? ସେ ଦାନ୍ତ ଡାକ୍ତରଖାନାରେ ପହଞ୍ଚିଗଲେ ମୋ ପାଟିଟା କ'ଣ ଆଉ ପାଟି ହେଇକି ରୁହେ କି? ସେଟା ପୁରା ଗୋଟେ ଗ୍ୟାରେଜ ହେଇଯାଏ। କ'ଣ ତା ଭିତରେ ନଟ ବୋଲ୍ଟ ମୋଡ଼ା ମୋଡ଼ି କରନ୍ତି। ଆପଣମାନେ ଯିଏ କରିଥିବେ ମୋ କଥାର ସତ୍ୟତା ବୁଝିବେ। ମୁଁ ଡାକ୍ତରଖାନାକୁ ବାହାରିଲି। ବାବାଇ ଗାଡ଼ିରେ ଯାଇ ବସିଲା ବେଳକୁ ଦେଖିଲି ସେଠି ଗୁଡ଼ିଏ ଜଗନ୍ନାଥଙ୍କର କ୍ୟାଲେଣ୍ଡର ଥୁଆ ହେଇଛି। ଜଗନ୍ନାଥଙ୍କୁ ଦେଖି ମନଟା ଟିକେ କୋହ କୋହ ହେଇଗଲା। କହିଲି, ପ୍ରଭୁ ମୋତେ କାହିଁକି ଏମିତି ନାରଖାର କରୁଛ? 2 ଥର ହେଲାଣି। ହଉ, ପୁଣି ହସିଲି। ସତରେ ସର୍ବଶକ୍ତିମାନ ତମେ, ମାରିବ ତାରିବ ଯାହା କରିବ, ସୁଖରେ ହଉ ଦୁଃଖରେ ହଉ ଆଦରି ନେବି। ଆଉ ମୁଁ ଅକିଞ୍ଚନ କ'ଣ ବା କରିପାରିବି? ମନଟାକୁ ପୁଣି ହାଲକା କରିଦେଇ ବାହାରିଲି। ଗଲାବେଳକୁ ପଡ଼ିଲା ଦୋଳମୁଣ୍ଡେଇ ଜଗନ୍ନାଥ ମନ୍ଦିର। ଖାଲି ବାନା ଦିଶୁଥିଲା। ପ୍ରଣାମଟିଏ କଲି, ଆଗକୁ ଗଲି। ଯାଇକି ପହଞ୍ଚିଗଲି ଡାକ୍ତରଖାନାରେ। ଇଏ ହେଲେ ବଂଶୀଧର। ମୁଁ ଯେତେବେଳେ ପ୍ରଥମ ଏଇ ଡାକ୍ତରଖାନାକୁ ଗଲି, ପ୍ରଥମେ ସିଏ ହିଁ ମୋତେ ଚିହ୍ନିଥିଲେ। କାହିଁକିନା ସିଏ ମୋତେ ଆଗରୁ ହିଁ ମୋର ସବସ୍କ୍ରାଇବର ଥିଲେ। ଆଉ ଏବେ ଏଇ ଝିଅମାନେ ସମସ୍ତେ ମୋର ସବସ୍କ୍ରାଇବର ହେଇଯାଇଛନ୍ତି। ଆଉ ତାଙ୍କ ସାଙ୍ଗରେ ଗୋଟେ ଅନ୍ତରଙ୍ଗତା ଗଢ଼ି ଉଠିଛି। କେତେଥର ଗଲିଣି ହିସାବ କଲେ? ଗୋଟେ ମିଳାମିଶା ହେଇ ଆନ୍ତରିକତା ବଢ଼ିବନି? ତେଣୁ ମୁଁ ସେଠି ପହଞ୍ଚିଗଲେ ମୋତେ ଆଉ ଘର ଭିତରେ ବା ନିଜ ଲୋକଙ୍କ ମେଳରେ ପହଞ୍ଚିଗଲା ପରି ଲାଗେ। ସବୁ କ୍ଷେତ୍ରରେ ପୁଣି କାମକୁ ତ ଆଗେଇବାକୁ ପଡ଼ିବ ନା। କାମ କଥା କହନ୍ତୁନି। କେଉଁଦିନ ମୁଁ ଆପଣଙ୍କୁ ଏସବୁ ଫଟୋ ଦେଖେଇ ନଥିଲି। ଆଜି କିନ୍ତୁ ସେମାନଙ୍କ ଅନୁମତି ନେଇ ମୁଁ କହିଲି ମୋ ପାଟିକୁ କେମିତି ଆପଣମାନେ ଗ୍ୟାରେଜ ବନେଇ ଦେଉଛନ୍ତି, ସେଇଟା ମୁଁ ଆଜି ସମସ୍ତଙ୍କୁ ଦେଖେଇବି। ଦେଖନ୍ତୁ, ପାଟିକୁ ଖୋଲା ରଖି ରଖି ଏତେ ବିରକ୍ତ ଲାଗେ କହନ୍ତୁନି। କିନ୍ତୁ ଟିକେ ଶାନ୍ତିରେ ଖାଇବା ପାଇଁ ତ ସବୁ ଯୋଜନା ଚାଲିଛି। ଆଉ ଯାହା କହନ୍ତି ତା ତ କରିବାକୁ ପଡ଼ିବ। ଖାଲି ମୁଣ୍ଡକୁ ଗଡ଼େଇକି ଶୋଇକି ଖାଲି ଆଁ କରି କରିକା ବଡ଼ ବିରକ୍ତ ଲାଗେ। ଆଜି ଯେହେତୁ ଶେଷ ଦିନ ଥିଲା, ମୋ ଦାନ୍ତ ଲାଗିବା ପୂର୍ବର ଅବସ୍ଥା, ପରର ଅବସ୍ଥା, ଏସବୁର ଫଟୋ ଉଠାଯାଉଥିଲା। ଗୋଟେ ରେକର୍ଡ଼ ତ ପୁଣି ରହିବ ନା। କାହିଁକିନା ମୋତେ
15 ବର୍ଷର ଗ୍ୟାରେଣ୍ଟି ଦେଇଛନ୍ତି। କର୍ତ୍ତୃପକ୍ଷ କେତେ ଦାୟିତ୍ୱର ସହିତ ସେସବୁ ନ ରଖିଲେ ପରେ ମୋର କ'ଣ ସୁବିଧା ଅସୁବିଧା ହେଲା କେମିତି ଜାଣିବେ? ସେଥିପାଇଁ ସବୁ ଦିଗରୁ ମୋର ପରୀକ୍ଷା ନିରୀକ୍ଷା ଚାଲିଥିଲା। ଆଉ ସବୁପଟୁ ପାଟି ଖୋଲା କରିକି ପାଟି ବନ୍ଦ କରିକି ସାଇଡ଼ରୁ ସବୁଆଡ଼ୁ ମୋର ଫଟୋ ଉଠାଉଥିଲା। ଦୁଃଖ ଭିତରେ ବି ମୋତେ ଭାରି ହସ ମାରୁଥିଲା। ମୁଁ କହିଲି ଯାହା ହଉ ଦାନ୍ତ କାମ କରିକି ମୋତେ ଆଜି ନିଜକୁ ଗୋଟେ ସେଲିବ୍ରିଟି ଭଳିଆ ଲାଗୁଛି। କ୍ୟାମେରାରେ କିଏ ଆମର ଏତେ ଫଟୋ ଉଠାନ୍ତା? ଡାକ୍ତରଖାନାରେ ବହୁତ ଫଟୋ ଆଜି ମୋର ଉଠିଥିଲା। ଭିତରେ ଭିତରେ କିନ୍ତୁ ମୋ ମନଟା ବେଳେବେଳେ ମରିଯାଉଥିଲା। କାହିଁକି ଆପଣମାନେ ଅବଶ୍ୟ ଆଗରୁ ଜାଣିଛନ୍ତି, ଲାଇଭ୍ କାର୍ଯ୍ୟକ୍ରମରେ ମୁଁ କହିଥିଲି। ଏ ସମ୍ପର୍କରେ କିଛି ଭିଡ଼ିଓ କରିନଥିଲି। କାହିଁକି କହିବି? ଏଇଠି ଆଉ ଗୋଟିଏ କଥା ଆପଣମାନଙ୍କୁ କହି ରହୁଛି। ହଠାତ୍ କିଛି ଗୋଟେ ଘଟଣା ଅଘଟଣ ଘଟିଗଲେ ବିବ୍ରତ ହେଇ ସମସ୍ତଙ୍କୁ ଫୋନ୍ କରିବେନି। ଆମେ ଫେରିଲା ବେଳକୁ ଏମିତି ଅଳ୍ପ ଅନ୍ଧାର ହେଇଯାଇଥିଲା। ବାଟରେ ପାହାଳ ପଡ଼ିଲା। ଆମେ ଏଇ ମିଠା ଦୋକାନରୁ ସବୁବେଳେ ମିଠା ନେଉ। ପୁଅକୁ କହିଲି ବାପା ଗାଡ଼ି ରଖ, ମିଠା ନେବା। ପୁଅ କହିଲା କ'ଣ ବୋଉ ମିଠା ନେବା? ମୁଁ କହିଲି ଆରେ ନେବାନି କାହିଁକି, ଯାହା ହେବାର ହେଇଯାଇଛି। ପିଲାମାନେ ବାଟ ଚାହିଁ ବସିଥିବେ। ମୁଁ କଟକ ଆସିଛି ମାନେ ମିଠା ନେଇକି ହିଁ ଫେରିବି। ସେମାନେ କ'ଣ ବୁଝିବେ ଦୁଃଖ ସୁଖ? ଦେଖିଲେ ଗାଡ଼ିର ଅବସ୍ଥା। ଏଇ ଗାଡ଼ି ଭିତରେ ମୁଁ ବସିଥିଲି। ଯେଉଁ ପଟଟା ମାଡ଼ ହେଇଛି ସେଇପଟେ। ମୋ ଡୋର ବି ପୁରା ଖୋଲୁନଥିଲା। ମୁଁ ଧୀରେ କିନା ସେ ଗାଡ଼ିରୁ ବାହାରିଲି। କିଛି ସମୟ ପାଇଁ ସେଠି ଗହଳି ଜମିଗଲା। ହେଲେ କ'ଣ କରିବା, ଯାହା ଘଟିବା କଥା ଘଟିଯାଇଛି। ଆମର କିଛି ହେଇନି। ଗୋଟେ ସିରିଜ୍ ଦୁର୍ଘଟଣା ହେଇଗଲା। ଆମ ପଛରେ ଜଣେ ବାଇକ୍ରେ ଆସୁଥିଲେ। ତାଙ୍କର ହାତଟି ନିଶ୍ଚିତ ଭାବରେ ଭାଙ୍ଗିଥିବ, କାହିଁକିନା ସାଙ୍ଗେ ସାଙ୍ଗେ ଫୁଲିଗଲା। ଏ ଖବର ଶୁଣି ରବିବାର ଦିନ ଝିଅ ତା ପୁଅକୁ ସ୍କୁଲରୁ ଆଣି ମୋତେ ଦେଖିବାକୁ ଆସିଲା। ଭାବିଲି ଯାହା ବି ହଉ ପାଖରେ ଝିଅଟି ବାହା ହେଇଛି ବୋଲି ଝୁଣ୍ଟି ପଡ଼ିଲେ ଆସିକି ଟିକେ ଅନେଇ ଦେଇ ଯାଉଛି। ଅବଶ୍ୟ ଯୋଗକୁ ସେଦିନ ତା ପୁଅର ବି ସ୍କୁଲରେ କାମ ଥିଲା। ଯାହା ବି ହଉ ଏକଥା ମୁଁ ବିଶେଷ କାହାକୁ କହିନଥିଲି। ଆଗକୁ ବାହାଘରଟିଏ ଅଛି। ଠାକୁର ତ ରକ୍ଷା କରିଦେଇଛନ୍ତି। ଜୀବନ ଯାଇଥିଲେ ଗୋଡ଼ ହାତ ଭାଙ୍ଗିଥିଲେ ତ ସାଙ୍ଗେ ସାଙ୍ଗେ ସମସ୍ତଙ୍କୁ ଜଣାଇବାକୁ ପଡ଼ିଥାନ୍ତା। ଗାଡ଼ିଟା ଭାଙ୍ଗିଛି, ଆମେ ତ ସୁରକ୍ଷିତ ଅଛୁ। କାହିଁକି କାହାକୁ କହିବି? ବିଶ୍ୱାସ କରିବେନି, ମୁଁ ଦାନ୍ତ ଡାକ୍ତରଖାନାରେ ବି ଏକଥା କହିନଥିଲି। ପହଞ୍ଚିଲା ପରେ ଲିପି ଏକଥା ଜାଣିଲା। ଦୀପ୍ତି ଆଉ ଇଏ ଘରେ ଥିଲେ, ତାଙ୍କୁ ବି କହିନଥିଲି। ଆମେ ତିନି ପୁଅ ଜାଣିଥିଲୁ, ତିନି ମା ପୁଅ ଜାଣିଥିଲୁ। ଝିଅକୁ ବି କହିନଥିଲି। ବଡ଼ ପୁଅ ସାଙ୍ଗେ ସାଙ୍ଗେ ଯାଇ ଆମ ପାଖରେ ପହଞ୍ଚିଲା। ଆପଣମାନେ ଯଦି କିଏ ଦୁର୍ଘଟଣା ଗାଡ଼ି ଭିତରେ ଗ୍ରସ୍ତ ଗାଡ଼ି ଭିତରେ ରହିଥିବେ ତା ପରର ଅନୁଭବ ନିଶ୍ଚୟ ଜାଣିଥିବେ। ଯେତେ ଦୃଢ଼ ମନା ହେଲେ ବି ଟିକିଏ ବିବ୍ରତ ଲାଗେ। ସାଙ୍ଗେ ସାଙ୍ଗେ ପୁଣି ସେଇ ଗାଡ଼ି ଚଲେଇକି ଯିବାକୁ ପୁଅ ମନା କରୁଥିଲା। ପୁଣି ଆମେ ମନ ଟାଣ କରି ମା ପୁଅ ସେଇ ଗାଡ଼ିରେ ବାବାଇ ଘର ଯାଇ ଗଲୁ ଆଉ ଦାନ୍ତ କାମ ସାରିଲୁ। ଏଇଠି ଆପଣମାନଙ୍କୁ ସେଇ ଗୋଟିଏ କଥା ହିଁ କହିବି, ସବୁବେଳେ ଧୈର୍ଯ୍ୟବାନ ହୁଅନ୍ତୁ। ଆଉ ଭଗବାନ ତ ବେଳେବେଳେ ନିଶ୍ଚୟ ଏମିତି ଧୈର୍ଯ୍ୟର ପରୀକ୍ଷା ନେବେ। ଯେତେ କଷ୍ଟ ହେଲେ ବି ତାଙ୍କରି ମୁହଁକୁ ଚାହିଁକି ସବୁ ତାଙ୍କ ଜ୍ଞାତରେ ହେଉଛି ବୋଲି ଅନୁଭବ କରିକି ସବୁକୁ ସହି ସମ୍ଭାଳିକି ରହିବାକୁ ହେବ। ମୋର ରବିବାର କେନ୍ଦୁଝର ଯିବାର ଥିଲା। ମୁଁ ଯାଇପାରିଲି ନାହିଁ। ଏଇ ନିକଟରେ ଯିବା ଭଳି ମନେ ହେଉନାହିଁ, କାହିଁକିନା ତା ଆଗକୁ ଆଗକୁ ଗୁଡ଼ାଏ କାମ ରହିଛି। ଯିବା ପୂର୍ବରୁ ମୁଁ ନିଶ୍ଚୟ ଆପଣମାନଙ୍କୁ ଜଣେଇବି। ବିପ୍ଳବ ଘରିକାଙ୍କ ସାଙ୍ଗରେ ଟିକେ ଦେଖା କରିବି। ଏଇଆ ଆଉ ଗୁଡ଼ୁ ଯେଉଁମାନେ ସବୁ ମୋର କେଉଁଝରରେ ଅଛନ୍ତି ଟିକେ ଦେଖା କରିକି ଆସିବି। ସେଦିନ ମୁଁ ଡାକ୍ତରଖାନାର ଚାରିଆଡ଼ ଫଟୋ ଉଠାଇଥିଲି। ହଁ, ଆପଣମାନେ ସମସ୍ତେ ଆଡ୍ରେସ୍ ମାଗୁଛନ୍ତି। ଆପଣମାନେ କ'ଣ ଭଲରେ ଭିଡ଼ିଓଟି ଦେଖୁନାହାନ୍ତି କି? ସେଇ ଛୋଟ ଭିଡ଼ିଓଟି ଯେଉଁଠି ମୁଁ ସେ ଡାକ୍ତରଖାନାର ମୁଖ୍ୟଙ୍କ ସାଙ୍ଗରେ କରିଥିଲି, ସେଇଥିରେ ହିଁ ମୁଁ ସେଠିକାର ଠିକଣା ଦେଇଛି। ଆପଣମାନେ ଭଲରେ ଦେଖିଲେ ପାଇଯିବେ। ମୁଁ ସେଦିନ ଶେଷ ଥର ପାଇଁ ଆସିଥିବାରୁ ମୋର ଅନୁଭୂତି ତାଙ୍କୁ କହିଥିଲି। ଆଉ ସମସ୍ତଙ୍କଠୁ ବିଦାୟ ନେଇ ଆସିଲା ବେଳେ ଭାବୁଥିଲି ଦାନ୍ତ କାମ ନଥିଲେ ନାହିଁ, କିନ୍ତୁ ମୁଁ ନିଶ୍ଚୟ ସେଠିକି ଟିକେ ବୁଲିବାକୁ ଯିବି। କାହିଁକିନା କେବଳ ଦାନ୍ତ ପାଇଁ ନୁହେଁ, ସେଠି ଏତେ ଦିନ ଯିବା ଆସିବାରେ ଗୋଟେ ଆନ୍ତରିକତା ସୃଷ୍ଟି ହେଇଛି। ସେଠୁ ଫେରିଲି। ଘରେ ପହଞ୍ଚିଲା ପରେ ହିଁ ୟାଙ୍କୁ ସବୁ କଥା କହିଲି। ସମସ୍ତେ ସେଇ ଗୋଟିଏ କଥା କହିଲେ, ଯାହା ହେଇଛି ହଉ, ତମେ ଦୁହେଁ ସେ ଗାଡ଼ିରେ ଥିଲ, ତମେ ସୁରକ୍ଷିତ ହେଇଛ, ସେତିକ ଯଥେଷ୍ଟ। ଦାନ୍ତ କଥାର ମୂଳ କାରିଗର ହେଉଛନ୍ତି ମୋର ଏଇ ବାନ୍ଧବୀ, ଯିଏ ବନ୍ତରୁ ଆସିଥିଲେ ମୋ ପାଖକୁ। କିନ୍ତୁ ମୁଁ ଆଜି ଯାଏ ତା ପାଖକୁ ଯାଇନି। ହେଲେ ସିଏ ତ ମୋର ପ୍ରକୃତ ସାଙ୍ଗଟିଏ। ଅଭିମାନ କରିବ କାହିଁକି? ମୁଁ ସୁବିଧା ଦେଖି ନିଶ୍ଚୟ ତା ଘରକୁ ଯିବି। ମୋ ଦାନ୍ତ କାମ ସରିଗଲା ଜାଣି ସେ ମୋତେ ଭିଡ଼ିଓ କଲ୍ରେ କଥା ହେଉଥିଲା। ଆଉ ଆମେ ଦୁହେଁ ହସାହସି ହେଲୁ।